ଯେଉଁ ଛାତ୍ରଛାତ୍ରୀ ମାନେ ଏଥରର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିଲେ ସେମାନଙ୍କ ପାଇଁ ଭିଡ଼ିଓଟି ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଥାନ୍ତି ତେବେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ, କାରଣ ଯେତେବେଳେ ବି ଆପଣଙ୍କର ରିଜଲ୍ଟ ବାହାରିବ ସେତେବେଳେ ଆପଣଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସର୍ବପ୍ରଥମେ ଅପଡ଼େଟ୍ କରିଦିଆଯିବ। ଦେଖନ୍ତୁ, ପ୍ରାୟ ସବୁ ବର୍ଷ 5 ଲକ୍ଷରୁ 6 ଲକ୍ଷ ପିଲା ବୋର୍ଡ଼ ପରୀକ୍ଷା ଦିଅନ୍ତି ଏବଂ ବୋର୍ଡ଼ ପରୀକ୍ଷା ଛାତ୍ରଛାତ୍ରୀ ଜୀବନର ବା ଶିକ୍ଷାର୍ଥୀ ଜୀବନର ସବୁଠୁ ବଡ଼ କଠିନ ପରୀକ୍ଷା ହିସାବରେ ମାନି ନିଆଯାଏ ବା ଗ୍ରହଣ କରାଯାଏ। ଯେଉଁମାନେ ବର୍ଷ ସାରା କଠିନ ପରିଶ୍ରମ କରିଥିଲେ ଏବଂ ପରୀକ୍ଷା ଦେଇଥିଲେ ସେମାନଙ୍କର ନିହାତି ପରୀକ୍ଷା ଫଳାଫଳ ଭଲ ହେବ, କାରଣ ସେମାନେ ଯେହେତୁ ପରିଶ୍ରମ କରିଛନ୍ତି ତେଣୁ ପରିଶ୍ରମର ଫଳ ଯେମିତି ହେଲେ ମିଳିବ। କିନ୍ତୁ ଯେଉଁମାନେ ପରିଶ୍ରମ କଲା ପରେ ମଧ୍ୟ ସେମାନଙ୍କର ଯଦି ରେଜଲ୍ଟ କ'ଣ ଖରାପ ହୁଏ ତାହେଲେ କିଛି ବି ମନ ଦୁଃଖ କରିବା ନାହିଁ, କାରଣ ତୁମେ ତୁମର ପରିଶ୍ରମ ବା କଠିନ ପରିଶ୍ରମ କରିଥିଲ, ତୁମ ହାତରେ ଯାହା ଥିଲା, କିନ୍ତୁ ରେଜଲ୍ଟ ବା ଫଳାଫଳ ଆମ ହାତରେ ନାହିଁ। ଯେମିତି ଭାଗବତରେ ବି କୁହାଯାଇଛି, କର୍ମ କର ଫଳକୁ ଆଶା କରନି। ସେହିପରି ହିସାବରେ ଆମେ ଆମର କର୍ତ୍ତବ୍ୟରେ କୌଣସି ମଧ୍ୟ ଅବହେଳା କରିନାହାନ୍ତି, କିନ୍ତୁ ଫଳ ଆମ ଇଚ୍ଛା ଅନୁସାରେ ବା ଆମେ ଯେତିକି ଆଶା କରିଥିଲେ ସେତିକି ମିଳିଲାନି। ବହୁତ ପିଲା କ'ଣ କରନ୍ତି, ହତାଶ ହେଇଯାଆନ୍ତି ଯେତେବେଳେ ରେଜଲ୍ଟ ବାହାରେ ଫଳାଫଳ କମିଯାଏ। କିନ୍ତୁ ମୁଁ କହିଦେବା ପାଇଁ ଚାହେଁ ଯେ ପିଲାମାନେ ଏଇଟା କେବଳ ଗୋଟେ ବୋର୍ଡ଼ ଏକ୍ଜାମ୍ ବା ପରୀକ୍ଷା, ଏଇଟା ଜୀବନର ଶେଷ ପରୀକ୍ଷା ନୁହେଁ, ଏଇଟା ତୁମ ଜୀବନର ପ୍ରଥମ ପରୀକ୍ଷା। ତେଣୁ ନିହାତି ହତାଶ ନ ହେଇକି ଯଦି ଭଲ ମାର୍କ ଆସୁଛି ତାହେଲେ ନିହାତି ଖୁସି ହୁଅ, ଯଦି ଖରାପ ବି ମାର୍କ ଆସେ ତାହେଲେ ଚେଷ୍ଟା କର ଯେ ଆଗାମୀ ଯେଉଁ +2 ବା ଅନ୍ୟ କୌଣସି ପରୀକ୍ଷା ଦେବ ସେଥିରେ କିପରି ଆହୁରି କଠିନ ପରିଶ୍ରମ କରିକି ଭଲ ମାର୍କ ଆଣିପାରିବ। କୌଣସି ପିଲାକୁ ଡରାଇବା ପାଇଁ ଏହି ଭିଡ଼ିଓ ମୁଁ କରିନି, କେବଳ ସମସ୍ତଙ୍କୁ ଟିକେ ସାନ୍ତ୍ୱନା ଦେବା ପାଇଁ ବା ଉପଦେଶ ଦେବା ପାଇଁ ହିଁ ଏହି ଭିଡ଼ିଓଟି କରିଛି। ଯଦି ତୁମମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିହାତି ଲାଇକ୍ କରିକି ଭିଡ଼ିଓଟିକୁ ତୁମ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିଦେବ।